सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडले सर्वशिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କୁ ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନି ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନଙ୍କୁ ମୋର ସତ୍ପ୍ରେମ ଜୟଜୀବ। ଆଜି ଆମେ ବିଭୂତି ବା ଭସ୍ମ ବିଷୟରେ ଆଲୋଚନା କରିବା। ଯଜ୍ଞ ବା ହୋମ ପାଉଁଶରେ କି ଶକ୍ତି ବା ଅଛି? ବିଲକୁଲ ନାହିଁ। ମାତ୍ର ନିର୍ଧନ ଫକଡ଼ ସାଧୁଙ୍କ ପାଖରେ ଆଉ ଅଛି ବା କ'ଣ? ଯେତେବେଳେ ରୋଗୀ ସେମାନଙ୍କ ପାଖକୁ ଯାଇ ଅଳି କରନ୍ତି କି ବାବା ଆମକୁ କିଛି ଦିଅ, ଆମେ ଭଲ ହୋଇଯିବୁ। ବାବା କହନ୍ତି ମୋ ପାଖରେ କିଛି ନାହିଁ। ମାତ୍ର ରୋଗୀ ତାଙ୍କ କଥା ନ ମାନି କହନ୍ତି ମୋର ବିଶ୍ୱାସ ଅଛି ଆପଣ ଯାହା ଦେବେ ସେଥିରେ ମୁଁ ଭଲ ହୋଇଯିବି। ବାବା ନିଜ ଜୀବିକା ପାଇଁ ମୁଠିଏ ପାଉଁଶ ଦେଇ ଦିଅନ୍ତି। ଯାହାର ବିଶ୍ୱାସ ଥାଏ ସେ ପାଉଁଶ ଦ୍ୱାରା ଭଲ ହୋଇଯାଆନ୍ତି। ପାଉଁଶରେ କିଛି ଥାଏ ନା ମେସ୍ ରାଇଜରଙ୍କ ପାସରେ କିଛି ଥାଏ, ନା ଔଷଧରେ କିଛି ଥାଏ, ନା ମନ୍ତ୍ରରେ, ନା ଦେବୀ ଦେବତା ଭୂତ ପ୍ରେତ ଈଶ୍ୱରଙ୍କର କିଛି ଶକ୍ତି ଅଛି? ସତ କଥା ହେଲା ନିଜ ଆତ୍ମବିଶ୍ୱାସ, ଆତ୍ମବଳ, ମନୋବଳ, ଇଚ୍ଛାଶକ୍ତି ହିଁ ଫଳିଥାଏ। ମାଟିର ମହାଦେବ, ପଥରର ଶାଳଗ୍ରାମ, ଗୋବର ଗଣେଶ ଓ ନିରାକାର, ଅରୂପ, ଅଦୃଶ୍ୟ, ଶୂନ୍ୟ, ଅଚିନ୍ତ୍ୟ ଈଶ୍ୱର ତ ଅଚିନ୍ତ୍ୟ ହିଁ ଅଟେ। ସେଥିରେ କିଛି ନଥାଏ। ଯାହା କିଛି ଥାଏ ଆମ ଆତ୍ମବଳରେ, ଆତ୍ମବିଶ୍ୱାସରେ, ମନୋବଳରେ ଓ ଇଚ୍ଛା ଶକ୍ତିରେ ଥାଏ। ଆମେ ପ୍ରତ୍ୟକ୍ଷ ବ୍ରହ୍ମ, ପ୍ରତ୍ୟକ୍ଷ ଈଶ୍ୱର ଅଟୁ। ଯେ ମୁଁକୁ ଜାଣେ ସେ ସବୁ କିଛି ଜାଣିପାରେ। ଆତ୍ମତତ୍ତ୍ୱ ଜାଣିବା ପରେ ଆଉ ଜାଣିବାକୁ କିଛି ବାକି ରହିନଥାଏ। ଆତ୍ମା କେତେ ବଡ଼, ଆତ୍ମା ଜୀବ କିପରି ସର୍ବଶକ୍ତିମାନ ଓ ବ୍ରହ୍ମ ଅଟେ, ଆତ୍ମା ଓ ଜୀବ କିପରି ପରମ ସ୍ୱତନ୍ତ୍ର ଓ ଜୀବନମୁକ୍ତ, ଏହା ସ୍ୱାଧ୍ୟାୟ ଓ ସତ୍ସଙ୍ଗ ଓ ସାଧନ ଦ୍ୱାରା ଜାଣିବା ମଣିଷର ପରମ ଧର୍ମ ଓ ପରମ ପୁରୁଷାର୍ଥ। ଏହାକୁ ଯେ ତତ୍ତ୍ୱରେ ବୁଝି ନେଇଛି ସେ ଆତ୍ମା ନୁହେଁ, ସେ ହେଉଛି ପରମାତ୍ମା। ଏଣୁ କୁହାଯାଏ ଆମେ ଜୀବ ନୁହେଁ ବ୍ରହ୍ମ। ଯେ ସଦ୍ଗୁରୁଦେବ ଶିବକୁମାର ଶାସ୍ତ୍ରୀଙ୍କର ଆତ୍ମଜ୍ଞାନ ପୁସ୍ତକ ସ୍ୱାଧ୍ୟାୟ କରୁଥିବ, ସାଧନ ଓ ସତ୍ସଙ୍ଗ କରୁଥିବ, ତା ପାଖରେ କୌଣସି କଷ୍ଟ, ବିପତ୍ତି, ଦୁଃଖ, ରୋଗ, ବନ୍ଧନ ଓ ଅଜ୍ଞାନ ଆସିପାରିବ ନାହିଁ। ଏହିଭଳି ମନୁଷ୍ୟ ବଞ୍ଚି ଥାଉଁ ଥାଉଁ ପରମ ପଦ ଓ ମୁକ୍ତି ପାଇ ଆନନ୍ଦ ସ୍ୱରୂପ ଓ ବ୍ରହ୍ମ ସ୍ୱରୂପ ହୋଇଯିବ। ମୁଁ ଏତିକି କହି ମୋର ସତ୍ସଙ୍ଗକୁ ସମାପ୍ତ କରୁଛି। ସମସ୍ତଙ୍କୁ ମୋର ସତ୍ପ୍ରେମ ଜୟଜୀବ, ଜୟଜୀବ, ଜୟଜୀବ।